ନମସ୍କାର ଆଜିର ଆଲୋଚନାକୁ ସ୍ୱାଗତ। ଆମେ ଆଜି ଓଡ଼ିଶାର ପ୍ରାକୃତିକ ସମ୍ପଦ ବିଷୟରେ ଗୋଟେ ବିସ୍ତୃତ ଅନୁଶୀଳନ କରିବାକୁ ଯାଉଛନ୍ତି। ନମସ୍କାର। ହଁ, ଆମ ପାଖରେ କିଛି ଶିକ୍ଷଣୀୟ ସାମଗ୍ରୀ ଆଉ କିଛି ୟୁଟ୍ୟୁବ ଆଲୋଚନାର ମିଳିଥିବା ତଥ୍ୟ ଅଛି। ଠିକ୍, ତ ସେଇ ଆଧାରରେ ଆମେ ମୁଖ୍ୟତଃ ରାଜ୍ୟର ଖଣିଜ ସମ୍ପଦ, ଜଳ ସମ୍ପଦ ଆଉ ଜଙ୍ଗଲ ସମ୍ପଦ ଏସବୁର ଗଭୀରତାକୁ ଯିବା। ହଁ, ଆମର ଲକ୍ଷ୍ୟ ହେଉଛି ଏହି ସମ୍ପଦଗୁଡ଼ିକ କୋଉଠି କେମିତି ଅଛି, ତାର ଗୁରୁତ୍ୱ କ'ଣ, ଆଉ ମୁଖ୍ୟ ମୁଖ୍ୟ କଥାଗୁଡ଼ିକ କ'ଣ, ସେସବୁକୁ ଭଲ ଭାବରେ ବୁଝିବା। ଆଉ ଆରମ୍ଭରୁ ହିଁ ଗୋଟେ ବହୁତ ମଜାଦାର ତଥ୍ୟ ଦେଇ ଆରମ୍ଭ କରିବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଭାରତର ମୋଟ ଖଣିଜ ସମ୍ପଦର ପାଖାପାଖି 70% କେବଳ ଆମ ଓଡ଼ିଶାରେ ହିଁ ଅଛି। 70%? ଏଇଟା ବହୁତ ବଡ଼ ସଂଖ୍ୟା। ଭାରତ ଭଳି ଏତେ ବଡ଼ ଦେଶର ଏତେ ବଡ଼ ଅଂଶ କେବଳ ଗୋଟିଏ ରାଜ୍ୟରେ? ହଁ, ପ୍ରକୃତରେ ଏକ ବିଶାଳ ପରିମାଣ। ଚାଲନ୍ତୁ ତେବେ ଏ ଖଣିଜ ସମ୍ପଦରୁ ହିଁ ଆମର ଗଭୀର ଆଲୋଚନା ଆରମ୍ଭ କରିବା। ଠିକ୍ ଅଛି। ତ ପ୍ରଥମେ ଏ ଖଣିଜ ସମ୍ପଦ କଥା। ଆପଣ କହିଲେ 70%, ଯାହା ଭାରତର ମୋଟ ସମ୍ପଦର। ଏଟା ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ଏହାର ବାସ୍ତବ ଚିତ୍ର କ'ଣ? ଏହାର ପଛର କଥାଟା କ'ଣ? ଦେଖନ୍ତୁ, ଏଇ 17% ସଂଖ୍ୟାଟା ନିଶ୍ଚିତ ଭାବରେ ବହୁତ ପ୍ରଭାବଶାଳୀ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହାର ଗୋଟେ ଅନ୍ୟ ଦିଗ ବି ଅଛି ଯାହାକୁ ଆମେ ଦେଖିବା ଦରକାର। ଆମର ଯୋଉ ଉତ୍ସ ଅଛି ସେଥିରେ ଜଣାପଡ଼ୁଛି ଯେ ଦୁଇଟି ମୁଖ୍ୟ ଖଣିଜ, ଗୋଟେ ହେଉଛି ଲୁହାପଥର ଆଉ ଗୋଟେ କ୍ରୋମାଇଟ୍। ଏ ଦିଟାକୁ ଯଦି ଆମେ ବାଦ୍ ଦେବା, ତାହେଲେ ବାକି ଯେତେ ସବୁ ଖଣିଜ ଦ୍ରବ୍ୟ ଅଛି ତାର ଉତ୍ତୋଳନ ବା ଏକ୍ସଟ୍ରାକ୍ସନ୍ ବହୁତ ହି କମ୍। କେତେ କମ୍ ଜାଣନ୍ତି? ମାତ୍ର ପ୍ରାୟ 2% ଭଳି। ମାତ୍ର 2%? ଏତେ ସମ୍ପଦ ଥାଇକି ବି ଏହାର କାରଣ କ'ଣ? ଏହାର ମୁଖ୍ୟ କାରଣ ହେଉଛି ଆମ ପାଖରେ ଆବଶ୍ୟକୀୟ ଭିତ୍ତିଭୂମି ଇନଫ୍ରାଷ୍ଟ୍ରକ୍ଚର ଆଉ ପୁଞ୍ଜିନିବେଶ ବା କ୍ୟାପିଟାଲ ଇନଭେଷ୍ଟମେଣ୍ଟର ବଡ଼ ଅଭାବ। ଆଚ୍ଛା। ତେଣୁ କ'ଣ ହେଉଛି ନା, ଅଧିକାଂଶ ମୂଲ୍ୟବାନ ଖଣିଜ ସମ୍ପଦ ଆମର କଞ୍ଚାମାଲ ବା ର ମେଟେରିଆଲ ଭାବରେ ହିଁ ବାହାରକୁ ଚାଲିଯାଉଛି, ରପ୍ତାନି ହୋଇଯାଉଛି। ଓହୋ, ଆମେ ଭ୍ୟାଲ୍ୟୁ ଆଡିସନ୍ କରିପାରୁନୁ। ଏକଦମ। ସେ ମୂଲ୍ୟଯୁକ୍ତ କରିବାର ସୁଯୋଗ ଆମେ ହରାଉଛୁ। ଫଳରେ ରାଜ୍ୟ ଯେତିକି ରାଜସ୍ୱ ପାଇବା କଥା ସେତିକି ପାଉନାହିଁ। ଆମ ପାଖରେ ଗୋଟେ ପୁରୁଣା ହିସାବ ଅଛି 2004 ମସିହାର। ସେହି ସମୟର ପରିସଂଖ୍ୟାନ କହୁଛି ଯେ ଖନନ କ୍ଷେତ୍ର ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଡିପିକୁ ପ୍ରାୟ 7.2% ଅବଦାନ ଦେଉଥିଲା। 7.2% 2004ରେ? ହଁ, କିନ୍ତୁ ଆମ ପାଖରେ ଯେତିକି ସମ୍ପଦା ଅଛି ସେ ହିସାବରେ ଏ ଅବଦାନ ଆହୁରି ବହୁତ ଅଧିକ ହେବା କଥା। ସମ୍ଭାବନା ବହୁତ ଅଛି। ଏହା ପ୍ରକୃତରେ ଗୋଟେ ଚିନ୍ତାର ବିଷୟ। ଏତେ ବିପୁଳ ସମ୍ଭାବନା ଅଛି, କିନ୍ତୁ ତାକୁ ଆମେ ପୂରାପୂରି କାମରେ ଲଗେଇ ପାରୁନୁ। ଠିକ୍ ଅଛି, ତେବେ କୁହନ୍ତୁ କୋଉ କୋଉ ମୁଖ୍ୟ ଖଣିଜ ପାଇଁ ଓଡ଼ିଶା ବିଶେଷ ଭାବରେ ଜଣାଶୁଣା? ଓଡ଼ିଶାର ଖଣିଜ ମାନଚିତ୍ର ତ ବହୁତ ବଡ଼। ଆସନ୍ତୁ ଗୋଟି ଗୋଟି କରି ଦେଖିବା। ପ୍ରଥମେ ଆସିବା କ୍ରୋମାଇଟ୍ କଥାକୁ। ହଁ, କ୍ରୋମାଇଟ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ପ୍ରାୟ ସମସ୍ତ କ୍ରୋମାଇଟ୍ ପାଖାପାଖି 96ରୁ 98% କେବଳ ଓଡ଼ିଶାରୁ ହିଁ ମିଳେ। 96ରୁ 98%? ବାପ୍ରେ, ଏଇଟା ତ ପ୍ରାୟ ମୋନୋପୋଲି ଭଳି। ହଁ, ଏକ ପ୍ରକାରର ଏକଛାଟିଆ ଅଧିକାର କହିପାରିବେ। ଆଉ ଏହାର ମୁଖ୍ୟ ଭଣ୍ଡାର କେନ୍ଦ୍ରୀଭୂତ ହେଉଛି ଯାଜପୁର ଜିଲ୍ଲାର ସୁକିନ୍ଦା ଉପତ୍ୟକାରେ। ସୁକିନ୍ଦା? ହଁ, ନା ଶୁଣିଛି। ଏଇ ସୁକିନ୍ଦା ଭ୍ୟାଲିଟା ଖାଲି ଭାରତର ନୁହେଁ, ପୁରା ବିଶ୍ୱର ଅନ୍ୟତମ ବୃହତ୍ତମ କ୍ରୋମାଇଟ୍ ନିକ୍ଷେପ ଥିବା ଜାଗାମାନଙ୍କ ଭିତରେ ଗୋଟିଏ। ଆଚ୍ଛା। ତା ଛଡ଼ା କେନ୍ଦୁଝର ଜିଲ୍ଲାର କାଂସାର ଆଉ ନୂଆସାହି ଅଞ୍ଚଳରେ ବି ମିଳେ। ଢେଙ୍କାନାଳରେ ବି କିଛି ପରିମାଣରେ ଅଛି। ଆଉ ଏହାର ବ୍ୟବହାର କ'ଣ? ଶିଳ୍ପରେ ଏହାର ଗୁରୁତ୍ୱ କେତେ? ଏହାର ବହୁତ ଗୁରୁତ୍ୱ। ବିଶେଷ କରି ଷ୍ଟେନଲେସ୍ ଷ୍ଟିଲ୍ ତିଆରି ପାଇଁ କ୍ରୋମାଇଟ୍ ହେଉଛି ଏକ ଅପରିହାର୍ଯ୍ୟ ଜିନିଷ। ଓହୋ, ଷ୍ଟେନଲେସ୍ ଷ୍ଟିଲ୍ ପାଇଁ? ଠିକ୍। ହଁ, ଆଉ ଅନ୍ୟାନ୍ୟ ମିଶ୍ରଧାତୁ ବା ଆଲୟ ତିଆରିରେ ବି ଏହା ବଡ଼ ଭାବରେ ବ୍ୟବହାର ହୁଏ। ଏହାର ବହୁତ ଷ୍ଟ୍ରାଟେଜିକ୍ ଇମ୍ପୋର୍ଟାନ୍ସ ଅଛି। ତାହେଲେ କ୍ରୋମାଇଟ୍ରେ ତ ଆମେ ପ୍ରାୟ ଏକାଛାଟିଆ। ଆଉ ନିକେଲ ଆଉ ଗ୍ରାଫାଇଟ୍ ବିଷୟରେ ବି କିଛି ଶୁଣିବାକୁ ମିଳେ। ସେଗୁଡ଼ିକର ସ୍ଥିତି କେମିତି? ହଁ, ସେଠି ବି କାହାଣୀ ପ୍ରାୟ ସମାନ। ନିକେଲ କ୍ଷେତ୍ରରେ ଦେଖିଲେ ଭାରତର ଯେତିକି ନିକେଲ ଗଚ୍ଛିତ ଅଛି ତାର ପ୍ରାୟ 95% କେବଳ ଓଡ଼ିଶାରେ ହିଁ ଅଛି। 95%? ଏହା ବି ପ୍ରାୟ ସେଇଭଳି। ହଁ, ଆଉ ଏହା ବି ମୁଖ୍ୟତଃ ସେହି ସୁକିନ୍ଦା ଉପତ୍ୟକା ଆଉ କାଂସାର ଅଞ୍ଚଳରେ ମିଳେ। ତେଣୁ ଆପଣ ଦେଖିପାରୁଥିବେ କ୍ରୋମାଇଟ୍ ଆଉ ନିକେଲ ଏଇ ଦୁଇଟା ଯାକ ବହୁତ ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଟେଜିକ୍ ଧାତୁ ପାଇଁ ଭାରତ ମୁଖ୍ୟତଃ ଓଡ଼ିଶା ଉପରେ ହିଁ ନିର୍ଭରଶୀଳ। ସେହିପରି ଗ୍ରାଫାଇଟ୍ କଥା ଯଦି କହିବା, ଏଥିରେ ବି ଓଡ଼ିଶାର ଯୋଗଦାନ ବହୁତ ଅଧିକ। ଭାରତର ମୋଟ ଗଚ୍ଛିତ ଗ୍ରାଫାଇଟ୍ର ପ୍ରାୟ 76% ଏଇଠି ମିଳେ।
76%? ବାଃ! ତେବେ କ୍ରୋମାଇଟ୍, ନିକେଲ, ଗ୍ରାଫାଇଟ୍ ଏସବୁରେ ଓଡ଼ିଶା ବହୁତ ଆଗରେ। ଆଚ୍ଛା, ଆଉ ଆଲୁମିନିୟମର ଯୋଉ ମୁଖ୍ୟ କଞ୍ଚାମାଲ ବକ୍ସାଇଟ୍, ସେ ବିଷୟରେ କ'ଣ କହିବେ? ଏହାକୁ ନେଇ ତ ଆମ ରାଜ୍ୟରେ ବହୁତ ବଡ଼ ବଡ଼ ଶିଳ୍ପ ବି ପ୍ରତିଷ୍ଠା ହୋଇଛି। ଏକଦମ ଠିକ୍ କହିଲେ। ବକ୍ସାଇଟ୍ ହେଉଛି ଓଡ଼ିଶାର ଆଉ ଏକ ଗୌରବ। ବକ୍ସାଇଟ୍ ଉତ୍ପାଦନରେ ଓଡ଼ିଶା ହେଉଛି ଭାରତର ସର୍ବବୃହତ୍ ରାଜ୍ୟ। ସର୍ବବୃହତ୍? ହଁ, ଦେଶର ମୋଟ ଉତ୍ପାଦନର 50%ରୁ ଅଧିକ, ମାନେ ଅଧାରୁ ଅଧିକ ବକ୍ସାଇଟ୍ କେବଳ ଓଡ଼ିଶା ହିଁ ଯୋଗାଇଥାଏ। ଆଚ୍ଛା, ଏତେ ବେଶୀ? ହଁ, ଆଉ ଏହାର ଯୋଉ ବିଶାଳ ଭଣ୍ଡାର ଅଛି, ସେଗୁଡ଼ିକ ମୁଖ୍ୟତଃ ଆମ ପୂର୍ବଘାଟ ପର୍ବତମାଳାରେ, ବିଶେଷ କରି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳେ। ମୁଖ୍ୟତଃ କଳାହାଣ୍ଡି ଆଉ କୋରାପୁଟ ଜିଲ୍ଲା। କଳାହାଣ୍ଡି ଓ କୋରାପୁଟ? ହଁ, ଆଉ କୋରାପୁଟ ଜିଲ୍ଲାର ପଞ୍ଚପଟ୍ଟମାଳି ପାହାଡ଼ କଥା ତ ଆପଣ ଶୁଣିଥିବେ ନିଶ୍ଚୟ। ହଁ ହଁ, ପଞ୍ଚପଟ୍ଟମାଳି। ନାଲ୍କୋ ସେଇଠି ଅଛି ନା? ଏକଦମ। ସେଇ ପଞ୍ଚପଟ୍ଟମାଳି ନିକ୍ଷେପଟା ହେଉଛି ଏସିଆର ବୃହତ୍ତମ ବକ୍ସାଇଟ୍ ନିକ୍ଷେପମାନଙ୍କ ମଧ୍ୟରୁ ଗୋଟିଏ। ଆଉ ସେଇଠିକାର ବକ୍ସାଇଟ୍ ଉପରେ ନିର୍ଭର କରିକି ହିଁ ଦାମନଯୋଡ଼ିରେ ନାଲ୍କୋ, ମାନେ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ର ବିଶାଳ ଆଲୁମିନା କମ୍ପ୍ଲେକ୍ସ ଗଢ଼ି ଉଠିଛି, ଯାହା ଏସିଆର ସବୁଠୁ ବଡ଼। ବାଃ, ଏହା ପ୍ରକୃତିରେ ବହୁତ ବଡ଼ କଥା। ଆଚ୍ଛା, ବକ୍ସାଇଟ୍ ପରେ ଆସିବା ଲୁହାପଥର କଥାକୁ, ଆଇରନ୍ ଓର୍, ଯାହାକି ଆମ ଇସ୍ପାତ ଶିଳ୍ପର ମେରୁଦଣ୍ଡ କହିଲେ ଚଳେ। ଓଡ଼ିଶାରେ ଏହାର ସ୍ଥିତି କ'ଣ? ଦେଖନ୍ତୁ, ଲୁହାପଥର କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥାନ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟରେ ମୁଖ୍ୟତଃ ଉଚ୍ଚମାନର, ମାନେ ହାଇ ଗ୍ରେଡ୍ ହେମାଟାଇଟ୍ ପ୍ରକାରର ଲୁହାପଥର ମିଳେ। ହେମାଟାଇଟ୍? ଭଲ କ୍ୱାଲିଟିର? ହଁ, ଭାରତର ଯେତିକି ହେମାଟାଇଟ୍ ଲୁହାପଥର ଗଚ୍ଛିତ ଅଛି, ତାର ଗୋଟେ ବହୁତ ବଡ଼ ଅଂଶ ଓଡ଼ିଶାରେ ରହିଛି। କେତେ? ଏଥିରେ ଟିକେ ମତଭେଦ ଅଛି ଉତ୍ସଗୁଡ଼ିକରେ। କିଛି ଉତ୍ସ କହୁଛି 25.3%, ଆଉ କିଛି ଉତ୍ସ କହୁଛି ପ୍ରାୟ 35% ପାଖାପାଖି। ତେବେ ଯାହା ବି ହଉ, ଏହା ଏକ ବହୁତ ବଡ଼ ଅଂଶ। ନିଶ୍ଚୟ। 25 ହଉ କି 35, ଦୁଇଟା ଯାକ ବହୁତ ବଡ଼। ଏହା ମୁଖ୍ୟତଃ କୋଉ ଅଞ୍ଚଳରେ ମିଳେ? ଏ ଲୁହାପଥର ମୁଖ୍ୟତଃ ରାଜ୍ୟର ଉତ୍ତର ଭାଗରେ, ବିଶେଷ କରି 3ଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼ ଆଉ ମୟୂରଭଞ୍ଜ, ଏହି 3ଟି ଜିଲ୍ଲାରେ କେନ୍ଦ୍ରୀଭୂତ। କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ। ହଁ, ଆପଣ ବୋଧେ ଏଇ ଜାଗାଗୁଡ଼ିକର ନାଁ ଶୁଣିଥିବେ, ଯେମିତି ମୟୂରଭଞ୍ଜର ବାଦାମ ପାହାଡ଼, ଗୁରୁମହିଷାଣୀ, ସୁଲେଇପାଟ। ହଁ ହଁ, ବାଦାମ ପାହାଡ଼, ଗୁରୁମହିଷାଣୀ ତ ବହୁତ ପୁରୁଣା ଖଣି। ଏକ୍ଜାମ୍। ସେମିତି କେନ୍ଦୁଝରରେ ଠାକୁରାଣୀ, ଯୋଡ଼ା, କିରିବୁରୁ, ସୁନ୍ଦରଗଡ଼ରେ କୋଇଡ଼ା, ଏ ସବୁ ଅଞ୍ଚଳ ଲୁହାପଥର ପାଇଁ ବହୁତ ପ୍ରସିଦ୍ଧ। ଉତ୍ପାଦନ ଦୃଷ୍ଟିରୁ ଆମେ କେଉଁଠି ଅଛୁ? ଲୁହାପଥର ଉତ୍ପାଦନରେ ଓଡ଼ିଶା ବର୍ତ୍ତମାନ ଭାରତରେ ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ଆମର ଯୋଉ ପ୍ରମୁଖ ଇସ୍ପାତ କାରଖାନା ଅଛି, ଯେମିତି ରାଉରକେଲା ଇସ୍ପାତ କାରଖାନା ଆର୍ଏସ୍ପି, ସେମାନେ ଏହି ଲୁହାପଥର ସମ୍ପଦ ଉପରେ ହିଁ ପ୍ରତ୍ୟକ୍ଷ ଭାବରେ ନିର୍ଭର କରନ୍ତି। ଠିକ୍। ତାହେଲେ ଇସ୍ପାତ ଶିଳ୍ପ ପାଇଁ ଲୁହାପଥର ସହିତ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦରକାର ହୁଏ, ମ୍ୟାଙ୍ଗାନିଜ୍। ତାର ସ୍ଥିତି କ'ଣ? ସେଇଟା କୋଉଠି ମିଳେ? ହଁ, ମାଙ୍ଗାନିଜରେ ବି ଆମେ କମ୍ ନୁହଁ। ମାଙ୍ଗାନିଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ବୃହତ୍ତମ ରାଜ୍ୟ। ବୃହତ୍ତମ? ଆଚ୍ଛା। ହଁ, ଦେଶର ମୋଟ ଉତ୍ପାଦନର ପ୍ରାୟ 45%। 45%? ବାଃ! ଏହା ବି ମୁଖ୍ୟତଃ ସେ ଲୁହାପଥର ମିଳୁଥିବା ଅଞ୍ଚଳରେ ହିଁ ମିଳେ, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଞ୍ଚଳ ଆଉ କେନ୍ଦୁଝର ଜିଲ୍ଲା। ଏଇ ଦୁଇଟାକୁ ମିଶେଇକି ବଣେଇ କେନ୍ଦୁଝର ବେଲ୍ଟ ବୋଲି କୁହାଯାଏ। ବଣେଇ କେନ୍ଦୁଝର ବେଲ୍ଟ? ହଁ, ଏଇଟା ମ୍ୟାଙ୍ଗାନିଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା କୋରାପୁଟ, ବଲାଙ୍ଗୀର ଆଉ ରାୟଗଡ଼ା ଜିଲ୍ଲାରେ ମଧ୍ୟ କିଛି ପରିମାଣରେ ମ୍ୟାଙ୍ଗାନିଜ ନିକ୍ଷେପ ରହିଛି। ଆଉ ଏହାର ବ୍ୟବହାର? ଏହା ବି ଇସ୍ପାତରେ ଲାଗେ? ହଁ, ମୁଖ୍ୟତଃ ଇସ୍ପାତକୁ କଠିନ କରିବା ପାଇଁ, ତାର ଗୁଣବତ୍ତା ବଢ଼ାଇବା ପାଇଁ ମ୍ୟାଙ୍ଗାନିଜ ବ୍ୟବହାର ହୁଏ। ତାଛଡ଼ା ବିଭିନ୍ନ ରାସାୟନିକ ଶିଳ୍ପରେ, ବ୍ୟାଟେରୀ ତିଆରିରେ ବି ଏହାର ବ୍ୟବହାର ଅଛି। ଆଚ୍ଛା, ତେବେ ଲୁହାପଥର, ମ୍ୟାଙ୍ଗାନିଜ, କ୍ରୋମାଇଟ୍, ବକ୍ସାଇଟ୍, ନିକେଲ, ଗ୍ରାଫାଇଟ୍ ଏ ସବୁରେ ତ ଓଡ଼ିଶା ବହୁତ ଆଗରେ। ଏବେ ଆସିବା ଶକ୍ତି ଉତ୍ସ କଥାକୁ। କୋଇଲା। କୋଇଲାର ସ୍ଥିତି କ'ଣ ଆମ ରାଜ୍ୟରେ? କୋଇଲା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଯୋଗଦାନ ବହୁତ ଗୁରୁତ୍ୱପୂର୍ଣ୍ଣ, କମ୍ ନୁହେଁ। ଭାରତର ମୋଟ କୋଇଲା ଉତ୍ପାଦନର ପ୍ରାୟ 25%, ମାନେ 1/4, ଓଡ଼ିଶାରୁ ହିଁ ଆସେ। 1/4? ହଁ, ଆଉ ଆମ ଏଠି ଯୋଉ କୋଇଲା ମିଳେ, ସେଇଟା ମୁଖ୍ୟତଃ ଗଣ୍ଡୱାନା ଯୁଗର କୋଇଲା, ଆଉ ଏହା ଭଲ କ୍ୱାଲିଟିର, ମାନେ ବିଟୁମିନସ୍ ପ୍ରକାରର। ଆଚ୍ଛା, ବିଟୁମିନସ୍ କୋଇଲା, ଏହା କୋଉ କୋଉ ଅଞ୍ଚଳରେ ମିଳେ? ଏହାର ମୁଖ୍ୟତଃ 2ଟି ବଡ଼ କ୍ଷେତ୍ର ଅଛି ଓଡ଼ିଶାରେ। ଗୋଟିଏ ହେଲା ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା କ୍ଷେତ୍ର। ଏହା ବହୁତ ବଡ଼ ଆଉ ବହୁତ ପୁରୁଣା। ହଁ, ତାଳଚେର ତ କୋଇଲା ପାଇଁ ପୁରା ଦେଶରେ ଜଣାଶୁଣା। ଏକଦମ। ଆଉ ଦ୍ୱିତୀୟ ପ୍ରମୁଖ କ୍ଷେତ୍ର ହେଲା ଇବ୍ ଉପତ୍ୟକା କୋଇଲା କ୍ଷେତ୍ର, ଯାହାକି ମୁଖ୍ୟତଃ ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପିଛି। ଇବ୍ ଭ୍ୟାଲି? ହଁ, ତାଛଡ଼ା ସମ୍ବଲପୁର
ଆଉ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ରାମପୁର ହିମିଗିରି ଅଞ୍ଚଳରେ ବି କୋଇଲା ମିଳେ। ଆଉ ଏ କୋଇଲାର ମୁଖ୍ୟ ବ୍ୟବହାର ନିଶ୍ଚୟ ତାପଜ ବିଦ୍ୟୁତ କେନ୍ଦ୍ରରେ ହେଉଥିବ। ହଁ, ମୁଖ୍ୟତଃ ତାପଜ ବିଦ୍ୟୁତ ଉତ୍ପାଦନ ପାଇଁ। ଯେମିତି ତାଳଚେରରେ ଯେତେ ସବୁ ବଡ଼ ବଡ଼ ଥର୍ମାଲ ପାୱାର ପ୍ଲାଣ୍ଟ ଅଛି, ସେଗୁଡ଼ିକ ଏହି ସ୍ଥାନୀୟ କୋଇଲା ଉପରେ ହିଁ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଆଉ ଏଠି କୋଇଲା ଖନନର ମୁଖ୍ୟ ଦାୟିତ୍ୱରେ ଅଛି ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ବା MCL। MCL, ହଁ, କୋଲ୍ ଇଣ୍ଡିଆର ସବସିଡିଆରୀ। ହଁ, ସେଇଆ। ଆଚ୍ଛା, ଏସବୁ ତ ଗଲା ବଡ଼ ବଡ଼ ଆଉ ମୁଖ୍ୟ ଖଣିଜ କଥା। ଆମ ଉତ୍ସରେ ଆହୁରି ଅନେକ ଖଣିଜ ବିଷୟରେ ବି ଉଲ୍ଲେଖ ଅଛି। ସେଗୁଡ଼ିକ ବିଷୟରେ ଟିକେ ସଂକ୍ଷେପରେ କହିବେ କି? ନିଶ୍ଚୟ। ଓଡ଼ିଶାର ଖଣିଜ ବୈଭବ କେବଳ ଏତିକିରେ ସରିନି, ଆହୁରି ବହୁତ କିଛି ଅଛି। ଯେମିତିରେ ଚୁନପଥର, ଲାଇମଷ୍ଟୋନ୍ ଆଉ ଡୋଲୋମାଇଟ୍। ହଁ, ଲାଇମଷ୍ଟୋନ୍ ଆଉ ଡୋଲୋମାଇଟ୍। ସିମେଣ୍ଟ ଆଉ ଇସ୍ପାତ ଶିଳ୍ପ ପାଇଁ ଏ ଦୁଇଟା ବହୁତ ଜରୁରୀ। ଏକଦମ। ଏହା ବି ଆମ ରାଜ୍ୟରେ ପ୍ରଚୁର ପରିମାଣରେ ମିଳେ, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲା ତ ଡୋଲୋମାଇଟ୍ର ସବୁଠୁ ବଡ଼ ଉତ୍ପାଦକ ଭାରତରେ। ଆଚ୍ଛା। ହଁ, ତାଛଡ଼ା କୋରାପୁଟ, ମାଲକାନଗିରି, ନୂଆପଡ଼ା, ବରଗଡ଼ ଏସବୁ ଜିଲ୍ଲାରେ ବି ମିଳେ। ଏଠାରେ ଗାଙ୍ଗାପୁର ଗ୍ରୁପ ଆଉ ବୀରମିତ୍ରପୁର ଗ୍ରୁପର ଶିଳାସ୍ତର ଏଥିପାଇଁ ଜଣାଶୁଣା। ସେମିତି ଗ୍ରାଫାଇଟ୍ କଥା ଆମେ ଆଗରୁ କହୁଥିଲେ। 67% ରିଜର୍ଭ ଅଛି। ଏହା ମୁଖ୍ୟତଃ ରାୟଗଡ଼ା, ବିଶେଷ କରି ଟିଟିଲାଗଡ଼ ବେଲ୍ଟ, ବଲାଙ୍ଗୀର, କଳାହାଣ୍ଡି, ସର୍ଗିପାଲି ବେଲ୍ଟ, ନୂଆପଡ଼ା, ଦଣ୍ଡାଟାପା ବେଲ୍ଟ, ଅନୁଗୁଳ, ଢେଙ୍କାନାଳ ଏସବୁ ଅଞ୍ଚଳରେ ମିଳେ। ଏହାର ବି ବହୁତ ପ୍ରକାର ଶିଳ୍ପଗତ ବ୍ୟବହାର ଅଛି। ଆଚ୍ଛା, ଆଉ କିଛି ବିରଳ ବା ମୂଲ୍ୟବାନ ଖଣିଜ ଯେମିତି ହୀରା କିମ୍ବା ସୁନା? ହଁ, ସେ ବିଷୟରେ ବି ସୂଚନା ଅଛି। ଏକଦମ ନିକଟରେ ନୂଆପଡ଼ା ଜିଲ୍ଲାର ଧର୍ମବନ୍ଧା ଅଞ୍ଚଳରେ ହୀରା ମିଳିବାର କିଛି ସମ୍ଭାବନା ସୃଷ୍ଟି ହୋଇଛି। ଗବେଷଣା ଚାଲିଛି। ଓହୋ, ହୀରା! ଏହା ଯଦି ସତ ହୁଏ ତେବେ ତ ବହୁତ ବଡ଼ କଥା ହେବ। ନିଶ୍ଚୟ। ସେହିପରି କୋରାପୁଟ ଆଉ କାଳାହାଣ୍ଡି ଜିଲ୍ଲାରେ ଗାର୍ନେଟ୍, ନୀଲମ ଭଳି କିଛି ରତ୍ନପଥର ବା ଜେମ୍ଷ୍ଟୋନ୍ ମିଳିବାର ଖବର ବି ଅଛି, ଯାହା ଅଳଙ୍କାରରେ ବ୍ୟବହାର ହୁଏ। ଆଉ ସୁନା କଥା ଯଦି କହିବା, ବହୁତ ଅଳ୍ପ ପରିମାଣରେ ହେଲେ ବି କେନ୍ଦୁଝର, ମୟୂରଭଞ୍ଜ ଆଉ ସୁନ୍ଦରଗଡ଼ ଜିଲ୍ଲାର କିଛି ନଦୀ ବାଲିରେ ମିଳିବାର ସୂଚନା ରହିଛି। କିନ୍ତୁ ବ୍ୟବସାୟିକ ଭିତ୍ତିରେ ଏହାର ଉତ୍ତୋଳନ ଏଯାଏଁ ସେତେଟା ସଫଳ ହୋଇନି। ଆଚ୍ଛା, ଆଉ କ'ଣ ଖଣିଜ ଅଛି? ଆହୁରି ଅଛି, ଯେମିତି ଚୀନାମାଟି, ଚାଇନା କ୍ଲେ ଆଉ କାଉଲିନ୍। ଏହା ସିରାମିକ୍ ଶିଳ୍ପରେ ମାଟିପାତ୍ର ତିଆରିରେ ବ୍ୟବହାର ହୁଏ। ଏହା ମୁଖ୍ୟତଃ କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏସବୁ ଜିଲ୍ଲାରେ ମିଳେ। ସେମିତି ତମ୍ବା ମଧ୍ୟ ଅଳ୍ପ ପରିମାଣରେ ମୟୂରଭଞ୍ଜର କେଶରପୁର ଅଞ୍ଚଳରେ ଆଉ ସମ୍ବଲପୁରରେ ମିଳେ। ସୀସା ସୁନ୍ଦରଗଡ଼ ଆଉ କଳାହାଣ୍ଡିରେ ମିଳେ। ବାଃ, ତାଲିକା ତ ବହୁତ ଲମ୍ବା। ହଁ, ଆହୁରି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରୀ ଖଣିଜ ବା ହେଭି ମିନେରାଲ୍ସ। ଏଗୁଡ଼ିକ ମୁଖ୍ୟତଃ ଆମ ଉପକୂଳ ଅଞ୍ଚଳର ବାଲିରେ ମିଳେ, ବିଶେଷ କରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ପାଖରେ। ଉପକୂଳ ବାଲିରେ ସେଠି କ'ଣ ମିଳେ? ସେଠି ଇଲମେନାଇଟ୍, ରୁଟାଇଲ୍, ଜିର୍କନ୍, ମୋନାଜାଇଟ୍ ଭଳି ଖଣିଜ ମିଳେ। ଏଗୁଡ଼ିକର ବହୁତ ଷ୍ଟ୍ରାଟେଜିକ୍ ଆଉ ଶିଳ୍ପଗତ ମହତ୍ତ୍ୱ ଅଛି। ଆଉ ଛତ୍ରପୁରରେ OSCOM ମାନେ ଓଡ଼ିଶା ସ୍ୟାଣ୍ଡସ୍ କମ୍ପ୍ଲେକ୍ସ ବୋଲି ଗୋଟେ ବଡ଼ ପ୍ଲାଣ୍ଟ ଅଛି। ଏଟା ଇଣ୍ଡିଆନ୍ ରେୟାର ଅର୍ଥସ୍ ଲିମିଟେଡ୍ IRLର ଗୋଟେ ୟୁନିଟ୍। ସେମାନେ ଏହି ବାଲିରୁ ଏହି ଖଣିଜଗୁଡ଼ିକୁ ଅଲଗା କରନ୍ତି। ଓହୋ, ଆଚ୍ଛା, ତାହେଲେ ଏତେ ସବୁ ଖଣିଜ କଥା ଶୁଣିଲା ପରେ ଗୋଟିଏ କଥା ବେଶ୍ ସ୍ପଷ୍ଟ ହେଉଛି ଯେ ଏହି ସମ୍ପଦଗୁଡ଼ିକର ବିତରଣ ସମାନ ନୁହେଁ, ବରଂ ଏହା ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବେଶୀ ପରିମାଣରେ କେନ୍ଦ୍ରୀଭୂତ ହୋଇ ରହିଛି। ଏକଦମ ଠିକ୍ ଧରିଛନ୍ତି। ଆପଣ ଯଦି ଦେଖିବେ, ରାଜ୍ୟର ମୋଟ ଖଣିଜ ସମ୍ପଦର 50%ରୁ ଅଧିକ କେବଳ 2ଟି ଜିଲ୍ଲାରେ ହିଁ ଅଛି, କେନ୍ଦୁଝର ଆଉ ସୁନ୍ଦରଗଡ଼। ଅଧାରୁ ଅଧିକ କେବଳ କେନ୍ଦୁଝର ଆଉ ସୁନ୍ଦରଗଡ଼ରେ? ହଁ, ତା ସହିତ ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଝାରସୁଗୁଡ଼ା ଏହି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଖଣିଜ ସମ୍ପଦର ପରିମାଣ ବହୁତ ଅଧିକା। ଆଉ କିଛି ମାତ୍ରାରେ ଦକ୍ଷିଣ ପଶ୍ଚିମାଞ୍ଚଳରେ, ଯେମିତି କୋରାପୁଟ, କଳାହାଣ୍ଡି, ରାୟଗଡ଼ା। ଆଉ ଏହି ଯୋଉ କେନ୍ଦ୍ରୀକରଣ ଅଛି, ଏହାର ପ୍ରଭାବ ନିଶ୍ଚୟ ସେହି ଅଞ୍ଚଳଗୁଡ଼ିକର ଶିଳ୍ପାୟନ ଉପରେ ପଡ଼ିଥିବ ନା? ନିଶ୍ଚିତ ଭାବରେ। ସେଇଥିପାଇଁ ତ ଆପଣ ଦେଖିବେ, ଓଡ଼ିଶାର ଅଧିକାଂଶ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଏହି ଖଣିଜ ସମ୍ପଦ ମିଳୁଥିବା ଅଞ୍ଚଳଗୁଡ଼ିକ ପାଖାପାଖି ହିଁ ଗଢ଼ି ଉଠିଛି। ଯେମିତି ରାଉରକେଲା ଇସ୍ପାତ କାରଖାନା ସୁନ୍ଦରଗଡ଼ କେନ୍ଦୁଝର ବେଲ୍ଟ ପାଖରେ। ଅନୁଗୁଳ, ଢେଙ୍କାନାଳ ଅଞ୍ଚଳରେ କୋଇଲା ଆଉ ବକ୍ସାଇଟ୍ର ନିକଟତା ଯୋଗୁଁ ବଡ଼ ବଡ଼ ଆଲୁମିନିୟମ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ ଅଛି।
ଯାଜପୁରର କଳିଙ୍ଗନଗର ଏକ ବଡ଼ ଷ୍ଟିଲ୍ ହବ୍ ହୋଇପାରିଛି କାରଣ ତା ପାଖରେ କ୍ରୋମାଇଟ୍ ଆଉ ଲୁହାପଥର ମିଳୁଛି। ହଁ ଠିକ୍। ସେମିତି ଦାମନଯୋଡ଼ିରେ ନାଲ୍କୋର ଆଲୁମିନା ରିଫାଇନାରୀ ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣି ପାଖରେ ଅଛି। ତେଣୁ ସିଧା କହିବାକୁ ଗଲେ ଖଣିଜର ଉପଲବ୍ଧତା ହିଁ ଶିଳ୍ପାୟନ ପାଇଁ ମୂଳଦୁଆ ପକାଇଛି। ବହୁତ ସ୍ପଷ୍ଟ ଭାବରେ ଆମେ ଖଣିଜ ସମ୍ପଦ ବିଷୟରେ ଜାଣିଲେ। ଏବେ ଆସନ୍ତୁ ଆମ ଆଲୋଚନାର ଦ୍ୱିତୀୟ ଭାଗକୁ ଯିବା, ଜଳ ସମ୍ପଦ, ୱାଟର ରିସୋର୍ସେସ୍। ଓଡ଼ିଶାକୁ ତ ନଦୀମାତୃକ ରାଜ୍ୟ ବୋଲି କୁହାଯାଏ। ଏଠାରେ ଜଳ ସମ୍ପଦର ସ୍ଥିତି ପ୍ରକୃତରେ କେମିତି? ହଁ, ଓଡ଼ିଶା ପ୍ରକୃତରେ ଜଳ ସମ୍ପଦ ଦୃଷ୍ଟିରୁ ବହୁତ ଭାଗ୍ୟଶାଳୀ ରାଜ୍ୟ। ଏଠି ଜଳର ଅଭାବ ନାହିଁ ଯଦି ଆମେ ମୋଟାମୋଟି ଭାବେ ଦେଖିବା। କେତେ ପରିମାଣର ଜଳ ଅଛି ଆମ ପାଖରେ? କିଛି ଆକଳନ ଅଛି କି? ହଁ, ଆକଳନ ଅଛି। ରାଜ୍ୟର ବାର୍ଷିକ ହାରାହାରି ପୃଷ୍ଠ ଜଳ ପ୍ରବାହ, ମାନେ ଯାହା ନଦୀନାଳ ଦେଇ ବୋହିଯାଏ, ସେଇଟା ହେଉଛି ପ୍ରାୟ 120ରୁ 121 ବିଲିୟନ ଘନମିଟର, BCM ବୋଲି କହନ୍ତି, ବିଲିୟନ କ୍ୟୁବିକ୍ ମିଟର୍ସ। 121 ବିଲିୟନ ଘନମିଟର? ଏହା ତ ବହୁତ ବଡ଼ ପରିମାଣ। ହଁ, ବହୁତ ବଡ଼। ତା ସହିତ ପୁନଃଭରଣ ଯୋଗ୍ୟ ଭୂତଳ ଜଳ ସମ୍ପଦ, ମାନେ ଯାହା ମାଟି ତଳେ ଅଛି ଆଉ ଯାହାକୁ ଆମେ ବ୍ୟବହାର କଲେ ବି ପୁଣି ବର୍ଷା ପାଣିରୁ ଭରିଯାଏ, ସେଇଟା ପ୍ରାୟ 20 ବିଲିୟନ ଘନମିଟର ବୋଲି ଆକଳନ କରାଯାଇଛି। ଆଚ୍ଛା, ତେବେ ପୃଷ୍ଠଜଳ 121 BCM ଆଉ ଭୂତଳ ଜଳ 20 BCM, ମୋଟାମୋଟି 141 BCM ପାଣି। ହଁ, ପାଖାପାଖି ସେତିକି। ଏହା ଏକ ବିଶାଳ ପରିମାଣ। ଏଠି କିନ୍ତୁ ଗୋଟେ ବଡ଼ କିନ୍ତୁ ଅଛି। କ'ଣ ସେ କିନ୍ତୁ? ଏଠାରେ ଦୁଇଟା ମୁଖ୍ୟ କଥା ମନେ ରଖିବାକୁ ହେବ। ପ୍ରଥମ କଥା ହେଲା, ଏହି ଯୋଉ ଜଳ ଅଛି ତାର ବଣ୍ଟନ ବା ଡିଷ୍ଟ୍ରିବ୍ୟୁସନ୍ ସମାନ ନୁହେଁ, ସବୁ ଜାଗାର ସମାନ ପାଣି ନାହିଁ। କିଛି ଅଞ୍ଚଳରେ ବେଶୀ, କିଛି ଅଞ୍ଚଳରେ କମ୍। ହଁ, ଆଉ ଦ୍ୱିତୀୟ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେ ପାଣି ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଓହୋ, ହଁ, ବର୍ଷା ଉପରେ ନିର୍ଭରଶୀଳତା। ହଁ, ଆମର ବର୍ଷାରେ ଯେତିକି ବି ବର୍ଷା ହୁଏ ତାର ପ୍ରାୟ 70ରୁ 80% ବର୍ଷା କେବଳ ମୌସୁମୀର ସେହି 4 ମାସ ଭିତରେ ହିଁ ହୋଇଯାଏ, ଜୁନ୍, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର। ବାକି 8 ମାସରେ ବହୁତ କମ୍ ବର୍ଷା। ହଁ, ତେଣୁ ପାଣି ବହୁତ ଅଛି, କିନ୍ତୁ ସବୁ ପାଣି ଏକା ସାଙ୍ଗରେ କିଛି ମାସ ଭିତରେ ଆସିଯାଉଛି, ଆଉ ବାକି ସମୟରେ ପାଣିର ଅଭାବ ଦେଖାଦେଉଛି। ଏଇଟା ହେଉଛି ମୂଳ ସମସ୍ୟା। ଏହି ଯୋଉ ଅସମାନତା ଆଉ ମୌସୁମୀ ଉପରେ ଏତେ ନିର୍ଭରଶୀଳତା, ଏଟା ନିଶ୍ଚୟ ଜଳ ପରିଚାଳନା କ୍ଷେତ୍ରରେ ଗୋଟେ ବହୁତ ବଡ଼ ଆହ୍ୱାନ ସୃଷ୍ଟି କରୁଥିବ। ଏକଦମ। ବନ୍ୟା ଆଉ ମରୁଡ଼ି ଏ ଦୁଇଟା ସମସ୍ୟା ଏଥିପାଇଁ ହିଁ ବାରମ୍ବାର ଦେଖାଯାଏ। ବର୍ଷା ଦିନେ ପ୍ରବଳ ବର୍ଷାରୁ ବନ୍ୟା, ଆଉ ଅନ୍ୟ ସମୟରେ ପାଣି ଅଭାବରୁ ମରୁଡ଼ି। ଠିକ୍। ଆଚ୍ଛା, ଓଡ଼ିଶାର ଯୋଉ ମୁଖ୍ୟ ନଦୀ ଅବବାହିକା ବା ରିଭର ବେସିନ୍ ଗୁଡ଼ିକ ଅଛି, ସେଗୁଡ଼ିକ କ'ଣ? ଓଡ଼ିଶାରେ ଗୋଟେ ବହୁତ ବ୍ୟାପକ ନଦୀ ପ୍ରଣାଳୀ ରହିଛି। ମୋଟାମୋଟି ଭାବେ 11ଟି ପ୍ରମୁଖ ନଦୀ ଅବବାହିକା ଚିହ୍ନଟ କରାଯାଇଛି। 11ଟି? ହଁ, ସେଥିମଧ୍ୟରୁ ସବୁଠାରୁ ବଡ଼ ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମହାନଦୀ ଅବବାହିକା। ଏହା ରାଜ୍ୟର ମୋଟ କ୍ଷେତ୍ରଫଳର ପ୍ରାୟ 42% ଅଞ୍ଚଳକୁ ନିଜ ଭିତରେ ନେଇଛି। 42%? ବହୁତ ବଡ଼। ମହାନଦୀ ତ ଓଡ଼ିଶାର ଜୀବନରେଖା କୁହାଯାଏ। ଏକଦମ। ମହାନଦୀ ବାହାରିଛି ଛତିଶଗଡ଼ର ସିହାୱା ପର୍ବତରୁ, କିନ୍ତୁ ଏହା ଓଡ଼ିଶାର ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଅନେକଗୁଡ଼ିଏ ଜିଲ୍ଲା ଦେଇ ପ୍ରବାହିତ ହୋଇ ଶେଷରେ ପାରାଦୀପ ପାଖରେ ବଙ୍ଗୋପସାଗରରେ ମିଶିଛି। ମହାନଦୀ ପରେ କୋଉଟା? ମହାନଦୀ ପରେ ଦ୍ୱିତୀୟ ବୃହତ୍ତମ ଅବବାହିକା ହେଉଛି ବ୍ରାହ୍ମଣୀ ନଦୀର। ଏହା 2ଟି ନଦୀ ଶଙ୍ଖ ଆଉ କୋଏଲର ମିଳନରୁ ସୃଷ୍ଟି ହୋଇଛି ରାଉରକେଲା ପାଖରେ। ବ୍ରାହ୍ମଣୀ, ଠିକ୍। ତାପରେ ଆସୁଛି ବୈତରଣୀ ନଦୀ। ଏହା କେନ୍ଦୁଝରର ଗୁଣାସିକାରୁ ବାହାରିଛି। ତାପରେ ସୁବର୍ଣ୍ଣରେଖା। ଏଟା ମୁଖ୍ୟତଃ ଝାଡ଼ଖଣ୍ଡର ନଦୀ, କିନ୍ତୁ ଏହା ଓଡ଼ିଶାର ଉତ୍ତର ସୀମା ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଛି। ହଁ, ସୁବର୍ଣ୍ଣରେଖା। ତାପରେ ଦକ୍ଷିଣ ଓଡ଼ିଶାରେ କିଛି ଗୁରୁତ୍ୱପୂର୍ଣ୍ଣ ନଦୀ ଅଛି, ଯେମିତି ଋଷିକୁଲ୍ୟା, ଯାହା ଦାରିଙ୍ଗାବାଡ଼ିରୁ ବାହାରିଛି, ବଂଶଧାରା, ନାଗାବଳୀ, ଆଉ ଗୋଟେ ବଡ଼ ନଦୀ ହେଲା ଇନ୍ଦ୍ରାବତୀ। ଏଟା କଳାହାଣ୍ଡିରୁ ବାହାରିଛି, କିନ୍ତୁ ଏହା ପଶ୍ଚିମ ଦିଗକୁ ଯାଇ ଗୋଦାବରୀ ନଦୀରେ ମିଶିଛି। ଏହା ଗୋଦାବରୀର ଗୋଟେ ମୁଖ୍ୟ ଉପନଦୀ। ଓହୋ, ଇନ୍ଦ୍ରାବତୀ ଗୋଦାବରୀକୁ ଯାଇଛି? ହଁ, ଆଉ ଗୋଟେ ନଦୀ ହେଲା ବୁଢ଼ାବଳଙ୍ଗ, ଯାହା ଶିମିଳିପାଳ ପାହାଡ଼ରୁ ବାହାରି ବାଲେଶ୍ୱର ଦେଇ ଯାଇଛି। ଏମିତି ଆହୁରି ଅନେକ ଛୋଟ ବଡ଼ ନଦୀନାଳ ରହିଛି। ଆଚ୍ଛା, ଆଉ ବର୍ଷା ପରିମାଣ କଥା ଆପଣ କହୁଥିଲେ ଯେ ଅସମାନ, କୋଉଠି ବେଶୀ କୋଉଠି କମ୍ ହୁଏ, ହାରାହାରି କେତେ ବର୍ଷା ହୁଏ? ରାଜ୍ୟର ହାରାହାରି ବାର୍ଷିକ ବୃଷ୍ଟିପାତ ପାଖାପାଖି 1500 ମିଲିମିଟର ପାଖାପାଖି, କିନ୍ତୁ ଏଥିରେ ବି ଆଞ୍ଚଳିକ ଭିନ୍ନତା ବହୁତ। ସାଧାରଣତଃ ଉତ୍ତର ଓଡ଼ିଶା ଆଉ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଅଧିକ ହୁଏ, କିନ୍ତୁ ଦକ୍ଷିଣ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ ଯାହା ବୃଷ୍ଟିଛାୟା ଅଞ୍ଚଳରେ ପଡ଼େ, ସେଠାରେ ତୁଳନାତ୍ମକ ଭାବେ କମ୍ ବର୍ଷା ହୁଏ। ତେଣୁ ସେସବୁ ଅଞ୍ଚଳରେ ଜଳ ସଙ୍କଟ ଅଧିକ ଦେଖାଯାଏ। ଠିକ୍।
ଆଉ ଚିଲିକା କଥା କ'ଣ କହିବେ? ସେଇଟା ତ ଗୋଟେ ବିଶାଳ ଜଳରାଶି। ନିଶ୍ଚୟ, ଚିଲିକା ହ୍ରଦ ଓଡ଼ିଶାର ଏକ ପ୍ରମୁଖ ଜଳ ସମ୍ପଦ। ଏହା ଏସିଆର ସବୁଠାରୁ ବଡ଼ ଲୁଣିଆ ହ୍ରଦ। ଏହା 3ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା ଆଉ ଗଞ୍ଜାମ ଜିଲ୍ଲାରେ ବ୍ୟାପିଛି। ଏହା କେବଳ ପର୍ଯ୍ୟଟନ ଦୃଷ୍ଟିରୁ ନୁହେଁ, ଜୈବ ବିବିଧତା ଆଉ ସ୍ଥାନୀୟ ଲୋକଙ୍କ ମତ୍ସ୍ୟଜୀବୀ ଜୀବିକା ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏତେ ପରିମାଣର ଜଳ ସମ୍ପଦ ଅଛି, କିନ୍ତୁ ତାର ବଣ୍ଟନ ଆଉ ଉପଲବ୍ଧି ସମୟକୁ ନେଇ ସମସ୍ୟା ଅଛି। ତେବେ ଏହାର ସୁପରିଚାଳନା ପାଇଁ ବିଶେଷ କରି ଜଳବିଦ୍ୟୁତ୍ ଉତ୍ପାଦନ ଆଉ ଜଳ ସଂରକ୍ଷଣ ଦିଗରେ କ'ଣ କରାଯାଇଛି? ହଁ, ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଜଳ ସମ୍ପଦର ବହୁମୁଖୀ ଉପଯୋଗ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ବହୁତଗୁଡ଼ିଏ ବଡ଼ ଆଉ ମଧ୍ୟମ ଧରଣର ଜଳଭଣ୍ଡାର ବା ଡ୍ୟାମ୍ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯାଇଛି। ସବୁଠୁ ବଡ଼ ତ ନିଶ୍ଚୟ ହୀରାକୁଦ ହବ। ଏକଦମ। ମହାନଦୀ ଉପରେ ଥିବା ହୀରାକୁଦ ବନ୍ଧ ହେଉଛି ଏହାର ସବୁଠୁ ବଡ଼ ଉଦାହରଣ। ଏହା ଖାଲି ଓଡ଼ିଶା ନୁହେଁ, ସ୍ୱାଧୀନ ଭାରତର ପ୍ରଥମ କେତୋଟି ବହୁମୁଖୀ ନଦୀବନ୍ଧ ଯୋଜନା ଭିତରୁ ଗୋଟିଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ, ଜଳସେଚନ ଆଉ ଜଳବିଦ୍ୟୁତ୍ ଉତ୍ପାଦନ। ହୀରାକୁଦ ବ୍ୟତୀତ ଆଉ କ'ଣ ବଡ଼ ପ୍ରକଳ୍ପ ଅଛି? ଆହୁରି ଅନେକ ଅଛି, ଯେମିତି ଇନ୍ଦ୍ରାବତୀ ପ୍ରକଳ୍ପ କଳାହାଣ୍ଡିରେ, ମାଲକାନଗିରିରେ ବାଲିମେଳା ପ୍ରକଳ୍ପ, କୋରାପୁଟରେ ମାଛକୁଣ୍ଡ, ଏଇଟା ଓଡ଼ିଶା ଆନ୍ଧ୍ର ମିଳିତ ପ୍ରକଳ୍ପ, ଆଉ ଉପର କୋଲାବ ପ୍ରକଳ୍ପ, ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଳି ପ୍ରକଳ୍ପ ଅନୁଗୁଳରେ। ଏସବୁ ପ୍ରକଳ୍ପ ଜଳବିଦ୍ୟୁତ୍ ଉତ୍ପାଦନ କରିବା ସହିତ ବହୁତ ବଡ଼ ଅଞ୍ଚଳକୁ ଜଳସେଚନର ସୁବିଧା ମଧ୍ୟ ଯୋଗାଉଛି। ଆଚ୍ଛା, ଏ ତ ଗଲା ବଡ଼ ନଦୀବନ୍ଧ କଥା। ଆଉ ଭୂତଳ ଜଳର ବ୍ୟବହାର କେମିତି ହେଉଛି? ଭୂତଳ ଜଳର ବ୍ୟବହାର ମୁଖ୍ୟତଃ 2ଟି କାମ ପାଇଁ ହେଉଛି। ଗୋଟେ ହେଲା ପାନୀୟ ଜଳ ଯୋଗାଣ, ଗାଁ ଗହଳିରେ ବିଶେଷ କରି ନଳକୂପ ମାଧ୍ୟମରେ, ଆଉ ଦ୍ୱିତୀୟରେ କୃଷି କ୍ଷେତ୍ରରେ ଉଠା ଜଳସେଚନ ପାଇଁ। କିନ୍ତୁ ଆପଣ ଯେମିତି କହିଲେ, ବର୍ଷା ଜଳ ହିଁ ମୁଖ୍ୟ ଉତ୍ସ, ଆଉ ତାହା ଅଳ୍ପ ସମୟରେ ହୋଇଯାଏ। ତେବେ ସେହି ବର୍ଷା ଜଳକୁ ସାଇତି ରଖିବା ପାଇଁ କିଛି କରାଯାଉଛି? ହଁ, ସେଇଟା ହେଉଛି ସବୁଠୁ ବଡ଼ ଆହ୍ୱାନ। କେମିତି ସେ ବର୍ଷା ଦିନର ବଳକା ପାଣିକୁ ସଂରକ୍ଷଣ କରି ରଖିବା ଆଉ ଯେତେବେଳେ ଦରକାର, ମାନେ ଅଣମୌସୁମୀ ସମୟରେ ତାକୁ ବ୍ୟବହାର କରିବା। ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଯେମିତି ବର୍ଷା ଜଳ ଅମଳ ବା ରେନ୍ ୱାଟର ହାର୍ଭେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଛାତ ଉପରେ ପାଣିକୁ ସଂଗ୍ରହ କରିବା ଭଳି। ହଁ, ତାଛଡ଼ା ଛୋଟ ଛୋଟ ନଦୀନାଳରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଉଛି, ଯାହା ପାଣିକୁ ଅଟକାଇ ରଖିବ ଆଉ ଭୂତଳ ଜଳସ୍ତର ବଢ଼ାଇବାରେ ସାହାଯ୍ୟ କରିବ। ପୁରୁଣା ପୋଖରୀଗୁଡ଼ିକର ପୁନରୁଦ୍ଧାର କରାଯାଉଛି, ନୂଆ ପୋଖରୀ ଖୋଳାଯାଉଛି। ଜଳର ପୁନଃବ୍ୟବହାର ବା ରିସାଇକ୍ଲିଂ ଏବଂ କମ୍ ପାଣି ଦରକାର କରୁଥିବା ଚାଷ ପ୍ରଣାଳୀ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏ ଦିଗରେ ଆହୁରି ବହୁତ କାମ କରିବାର ଅଛି। ନିଶ୍ଚୟ, ଜଳ ପରିଚାଳନା ଗୋଟେ ନିରନ୍ତର ପ୍ରକ୍ରିୟା। ଆଚ୍ଛା, ଏବେ ଆମେ ଆମ ଆଲୋଚନାର ତୃତୀୟ ଆଉ ଶେଷ ପ୍ରମୁଖ ସମ୍ପଦ ଆଡ଼କୁ ଯିବା, ଜଙ୍ଗଲ ସମ୍ପଦ ବା ଫରେଷ୍ଟ ରିସୋର୍ସେସ୍। କୁହାଯାଏ ଯେ ଓଡ଼ିଶାର ଏକ ବହୁତ ବଡ଼ ଭୂଭାଗ ଜଙ୍ଗଲରେ ଆଚ୍ଛାଦିତ। ଏହାର ପରିସଂଖ୍ୟାନ ପ୍ରକୃତରେ କ'ଣ? ହଁ, ଏକଥା ସତ। ଓଡ଼ିଶା ଜଙ୍ଗଲ ସମ୍ପଦ ଦୃଷ୍ଟିରୁ ମଧ୍ୟ ବେଶ୍ ସମୃଦ୍ଧ ରାଜ୍ୟ। ଭାରତର ଯେଉଁ କେତୋଟି ରାଜ୍ୟରେ ଅଧିକ ଜଙ୍ଗଲ ଅଛି, ଓଡ଼ିଶା ସେମାନଙ୍କ ମଧ୍ୟରୁ ଗୋଟିଏ। କେତେ ପରିମାଣର ଜଙ୍ଗଲ ଅଛି? ମାନେ ଆମର ମୋଟ ଜମିର କେତେ ପ୍ରତିଶତ? ଦେଖନ୍ତୁ, ଏହି ପରିସଂଖ୍ୟାନରେ ଟିକେ ଭିନ୍ନତା ଦେଖାଯାଏ। କାରଣ କୋଉ ବର୍ଷର ରିପୋର୍ଟ କୋଉ ପଦ୍ଧତିରେ ମପାଯାଇଛି ତା ଉପରେ ନିର୍ଭର କରେ। କିନ୍ତୁ ବିଭିନ୍ନ ସମୟର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ 33%ରୁ 33.5% ଅଞ୍ଚଳ ଜଙ୍ଗଳ ଆବରଣ ବା ଫରେଷ୍ଟ କଭରରେ ରହିଛି। 33%ରୁ 33.5%, ମାନେ ପ୍ରାୟ 1/3। ହଁ, ମୋଟାମୋଟି ଭାବେ 1/3। ଏହାକୁ ଯଦି ଆମେ କ୍ଷେତ୍ରଫଳରେ ଦେଖିବା, ତେବେ ଏହା ପାଖାପାଖି 52,156 ବର୍ଗ କିଲୋମିଟର ହେବ। ଏହା ବହୁତ ବଡ଼ ଅଞ୍ଚଳ। ନିଶ୍ଚୟ। ଆଉ ଏହି ଜଙ୍ଗଲର ଗୁରୁତ୍ୱ କ'ଣ? କେବଳ ଗଛପତ୍ର ଆଉ ପରିବେଶ ଦୃଷ୍ଟିରୁ, ନା ଆଉ କିଛି? ନା, ଏହାର ଗୁରୁତ୍ୱ ବହୁମୁଖୀ। ପ୍ରଥମତଃ, ପରିବେଶ ସନ୍ତୁଳନ ରକ୍ଷା କରିବା, ଜଳବାୟୁ ନିୟନ୍ତ୍ରଣ କରିବା, ମୃତ୍ତିକା କ୍ଷୟ ରୋକିବା, ବନ୍ୟା ନିୟନ୍ତ୍ରଣ କରିବା, ଏସବୁ ଦିଗରେ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟରେ, ଜୈବ ବିବିଧତା ବା ବାୟୋଡାଇଭର୍ସିଟିର ସଂରକ୍ଷଣ। ଆମ ଜଙ୍ଗଲରେ ବହୁ ପ୍ରକାରର ଦୁର୍ଲଭ ଗଛଲତା, ପଶୁପକ୍ଷୀ ବାସ କରନ୍ତି। ଆଉ ତୃତୀୟ, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ, ତାହା ହେଲା ଜୀବିକା। ରାଜ୍ୟର ଲକ୍ଷ ଲକ୍ଷ ଲୋକ, ବିଶେଷ କରି ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ସମ୍ପ୍ରଦାୟ, ସେମାନେ ତାଙ୍କ ଜୀବନ ଜୀବିକା ପାଇଁ
ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ଜଙ୍ଗଲ ଉପରେ ହିଁ ନିର୍ଭର କରନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ହେଉଛି ମା। ଏକଦମ। ପରିବେଶ, ଜୈବ ବିବିଧତା ଆଉ ଜୀବିକା ତିନୋଟି ଯାକ ଦୃଷ୍ଟିକୋଣରୁ ଜଙ୍ଗଲର ମହତ୍ତ୍ୱ ଅପରିସୀମ। ଆଚ୍ଛା, ଆମ ଓଡ଼ିଶାରେ କୋଉ କୋଉ ପ୍ରକାରର ଜଙ୍ଗଲ ମୁଖ୍ୟତଃ ଦେଖାଯାଏ ଆଉ ସେଗୁଡ଼ିକୁ କୋଉ ଅଞ୍ଚଳରେ ବେଶୀ? ଓଡ଼ିଶାରେ ଜଳବାୟୁ ଆଉ ଭୂପ୍ରକୃତିରେ ବିବିଧତା ଥିବାରୁ ଏଠି ବିଭିନ୍ନ ପ୍ରକାରର ଜଙ୍ଗଲ ଦେଖିବାକୁ ମିଳେ। ମୋଟାମୋଟି ଭାବେ ଆମେ 4 ପ୍ରକାରର ମୁଖ୍ୟ ଜଙ୍ଗଲ ଚିହ୍ନଟ କରିପାରିବା। କ'ଣ କ'ଣ ସେଗୁଡ଼ିକ? ପ୍ରଥମ ହେଲା କ୍ରାନ୍ତୀୟ ଅର୍ଦ୍ଧଚିରହରିତ ଜଙ୍ଗଲ, ଟ୍ରପିକାଲ ସେମି ଏଭରଗ୍ରୀନ୍ ଫରେଷ୍ଟ। ଏଗୁଡ଼ିକ ସେହି ଅଞ୍ଚଳରେ ଦେଖାଯାଏ ଯେଉଁଠି ବୃଷ୍ଟିପାତ ବହୁତ ଅଧିକ ହୁଏ, ମାନେ ପାହାଡ଼ୀ ଅଞ୍ଚଳରେ। ଏଠିକାର ଗଛଗୁଡ଼ିକର ପତ୍ର ପୂରାପୂରି ଝଡ଼େ ନାହିଁ। ଆଚ୍ଛା, ଦ୍ୱିତୀୟ ହେଲା କ୍ରାନ୍ତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ। ଏହି ପ୍ରକାରର ଜଙ୍ଗଲ ଓଡ଼ିଶାର ସବୁଠାରୁ ବେଶୀ ଅଞ୍ଚଳରେ ଦେଖାଯାଏ। ଆମର ଯେଉଁ ପ୍ରସିଦ୍ଧ ଶାଳ ଗଛ ଅଛି ନା, ସେଇଟା ଏହି ଜଙ୍ଗଲର ମୁଖ୍ୟ ପ୍ରଜାତି। ଶୁଖିଲା ଋତୁରେ ଏହି ଗଛଗୁଡ଼ିକର ପତ୍ର ଝଡ଼ିଯାଏ। ଶାଳ ଜଙ୍ଗଲ। ହଁ। ତୃତୀୟ ହେଲା କ୍ରାନ୍ତୀୟ ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲ ବା ଟ୍ରପିକାଲ ଡ୍ରାଇ ଡେସିଡୁଅସ୍ ଫରେଷ୍ଟ। ଏହା ସେହି ଅଞ୍ଚଳରେ ମିଳେ ଯେଉଁଠି ବୃଷ୍ଟିପାତ ଟିକେ କମ୍ ହୁଏ, ଯେମିତି ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳ। ଏଠାରେ ଶାଳ ସହିତ ଶାଗୁଆନ ଆଉ ବାଉଁଶ ଅଧିକ ଦେଖିବାକୁ ମିଳେ। ଆଚ୍ଛା, ଶାଗୁଆନ ଆଉ ବାଉଁଶ ଏଠି ବେଶୀ। ଆଉ ଚତୁର୍ଥ ପ୍ରକାରଟା ବହୁତ ସ୍ୱତନ୍ତ୍ର। ସେଇଟା ହେଲା ଉପକୂଳବର୍ତ୍ତୀ ଲୁଣା ଜଙ୍ଗଲ ବା ହେନ୍ତାଳ ବଣ, ଯାହାକୁ ଆମେ ମ୍ୟାଙ୍ଗ୍ରୋଭ ଫରେଷ୍ଟ କହୁ। ହେନ୍ତାଳ ବଣ, ଭିତରକଣିକା? ଏକଦମ। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ହେଉଛି ଏହାର ସବୁଠୁ ଭଲ ଉଦାହରଣ। ଏହା ସୁନ୍ଦରବନ ପରେ ଭାରତର ଦ୍ୱିତୀୟ ବୃହତ୍ତମ ହେନ୍ତାଳ ବଣ। ଏହାର ପରିବେଶଗତ ଗୁରୁତ୍ୱ ବହୁତ ବେଶୀ, ବିଶେଷ କରି ଉପକୂଳ ସୁରକ୍ଷା ଆଉ ବିରଳ ଜୀବଜନ୍ତୁଙ୍କ ବାସସ୍ଥଳୀ ଭାବରେ। ଏ ତ କଲା ଜଙ୍ଗଲର ପ୍ରକାର ଭେଦ। ଆଉ ଜଙ୍ଗଲର ଘନତା ଦୃଷ୍ଟିରୁ କିଛି ବର୍ଗୀକରଣ ଅଛି କି? ମାନେ କୋଉଠି ବେଶୀ ଘଞ୍ଚ, କୋଉଠି ପତଳା? ହଁ, ସେମିତି ବି ବର୍ଗୀକରଣ କରାଯାଏ। ଫରେଷ୍ଟ ସର୍ଭେ ରିପୋର୍ଟରେ ସାଧାରଣତଃ 3 ପ୍ରକାରରେ ଦେଖାଯାଏ। ଗୋଟେ ହେଲା ଅତି ଘଞ୍ଚ ଜଙ୍ଗଲ, ଭେରି ଡେନ୍ସ ଫରେଷ୍ଟ, ଯେଉଁଠି ଗଛଗୁଡ଼ିକର ଛାତ ବା କ୍ୟାନୋପି 70%ରୁ ଅଧିକ ଜାଗାକୁ ଘୋଡ଼େଇ ରଖିଥାଏ। ଆଚ୍ଛା। ଏମିତି ଜଙ୍ଗଲ ଓଡ଼ିଶାରେ ପ୍ରାୟ 7000 ବର୍ଗ କିଲୋମିଟର ଅଞ୍ଚଳରେ ଅଛି। ତାପରେ ଆସେ ମଧ୍ୟମ ଘଞ୍ଚ ଜଙ୍ଗଲ, ମଡରେଟଲି ଡେନ୍ସ ଫରେଷ୍ଟ, ଯେଉଁଠି କ୍ୟାନୋପି ଡେନ୍ସିଟି 40ରୁ 70% ଭିତରେ ଥାଏ। ଏହା ସବୁଠୁ ବେଶୀ ଅଛି, ପ୍ରାୟ 21000 ବର୍ଗ କିଲୋମିଟର। ଆଉ ତାପରେ ହେଲା ଖୋଲା ଜଙ୍ଗଲ, ଓପନ୍ ଫରେଷ୍ଟ, ଯେଉଁଠି କ୍ୟାନୋପି ଡେନ୍ସିଟି 10ରୁ 40% ଭିତରେ ଥାଏ। ଏହା ପ୍ରାୟ 23000 ବର୍ଗ କିଲୋମିଟର ଅଞ୍ଚଳରେ ରହିଛି। ତାହେଲେ ମଧ୍ୟମ ଘଞ୍ଚ ଆଉ ଖୋଲା ଜଙ୍ଗଲ ମିଶିକି ବେଶୀ ଭାଗ, ଅତି ଘଞ୍ଚ ଜଙ୍ଗଲଟିରେ କମ୍। ହଁ, ସେଇଆ। ଆଉ ଯଦି ଆମେ ଜିଲ୍ଲା ହିସାବରେ ଦେଖିବା, ତେବେ କନ୍ଧମାଳ ଜିଲ୍ଲାରେ ତାର ମୋଟ କ୍ଷେତ୍ରଫଳର ସବୁଠୁ ଅଧିକ ପ୍ରତିଶତ ଜଙ୍ଗଲ ଆବରଣ ରହିଛି। କନ୍ଧମାଳରେ ସବୁଠୁ ବେଶୀ ଆଉ ସବୁଠୁ କମ୍? ସବୁଠୁ କମ୍ ଜଙ୍ଗଲ ଆବରଣ ଥିବା ଜିଲ୍ଲା ହେଉଛି ଭଦ୍ରକ। ଆଚ୍ଛା, କନ୍ଧମାଳରେ ବେଶୀ, ଭଦ୍ରକରେ କମ୍। ଠିକ୍ ଅଛି। ଏବେ କୁହନ୍ତୁ, ଏହି ଯେଉଁ ବିଶାଳ ଜଙ୍ଗଲ ସମ୍ପଦ ଅଛି, ଏଥିରୁ ଆମକୁ କ'ଣ କ'ଣ ମୁଖ୍ୟ ଜିନିଷ ମିଳେ? ଆଉ ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଓଡ଼ିଶାର ସ୍ଥିତି କିପରି? ଜଙ୍ଗଲରୁ ମିଳୁଥିବା ସମ୍ପଦକୁ ଆମେ ମୁଖ୍ୟତଃ 2 ଭାଗରେ ବିଭକ୍ତ କରିପାରିବା। ଗୋଟେ ହେଲା କାଠ ବା ଟିମ୍ବର। ଏଥିରେ ଶାଳ, ପିଆଶାଳ, ଶାଗୁଆନ, ଗମ୍ହାରୀ ଭଳି ମୂଲ୍ୟବାନ କାଠ ସାମିଲ। ଆଉ ଗୋଟେ ହେଲା ବାଉଁଶ, ଯାହାର ବହୁତ ପ୍ରକାରର ବ୍ୟବହାର ଅଛି। ହଁ, କାଠ ଆଉ ବାଉଁଶ। ଆଉ ଦ୍ୱିତୀୟ ଭାଗଟି ହେଲା ଅଣକାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ ବା ନନ୍ ଟିମ୍ବର ଫରେଷ୍ଟ ପ୍ରୋଡ୍ୟୁସ୍। ଏଇଟା ବନବାସୀ ଲୋକଙ୍କ ଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏନ୍ଟିଏଫ୍ପିରେ କ'ଣ କ'ଣ ଆସୁଛି? ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କେନ୍ଦୁପତ୍ର। ଓଡ଼ିଶା ହେଉଛି ଦେଶର ସବୁଠୁ ବଡ଼ କେନ୍ଦୁପତ୍ର ଉତ୍ପାଦନକାରୀ ରାଜ୍ୟ। ଓହୋ, କେନ୍ଦୁପତ୍ରରେ ବି ଆମେ ଆଗରେ? ହଁ, ଏହା ଲକ୍ଷ ଲକ୍ଷ ଲୋକଙ୍କୁ, ବିଶେଷ କରି ମହିଳାମାନଙ୍କୁ କେନ୍ଦୁପତ୍ର ତୋଳା ସମୟରେ ରୋଜଗାର ଯୋଗାଇଥାଏ। ଏହାଛଡ଼ା ମହୁ, ଝୁଣା, ବିଭିନ୍ନ ପ୍ରକାର ଫଳ, ଚେରମୂଳି, ଔଷଧୀୟ ଗଛଲତା, ଶାଳମଞ୍ଜି, ମହୁଲ ଫୁଲ ଏମିତି ଅନେକ ଜିନିଷ ଜଙ୍ଗଲରୁ ମିଳେ। ଏହା ତ ଗଲା ଜଙ୍ଗଲରୁ ମିଳୁଥିବା ଦ୍ରବ୍ୟ କଥା। ଏବେ ବନ୍ୟଜନ୍ତୁ ସଂରକ୍ଷଣ ବିଷୟରେ କିଛି କୁହନ୍ତୁ। ଓଡ଼ିଶାର ଜଙ୍ଗଲ ତ ନିଶ୍ଚୟ ବହୁତ ପ୍ରକାରର ଜୀବଜନ୍ତୁଙ୍କର ଘର ହୋଇଥିବ। ଏକଦମ। ବନ୍ୟଜନ୍ତୁ ସଂରକ୍ଷଣ ଦୃଷ୍ଟିରୁ ଓଡ଼ିଶା ଭାରତର ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ଏଠାରେ ଅନେକ ଗୁଡ଼ିଏ ଜାତୀୟ ଉଦ୍ୟାନ, ନ୍ୟାସନାଲ ପାର୍କ ଆଉ ଅଭୟାରଣ୍ୟ, ୱାଇଲ୍ଡଲାଇଫ୍ ସେଞ୍ଚୁରୀ ରହିଛି, ଯାହା ଏହି ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। କିଛି ପ୍ରମୁଖ ଜାତୀୟ ଉଦ୍ୟାନ ବା ଅଭୟାରଣ୍ୟର ନାଁ କହିବେ?
ସବୁଠାରୁ ପ୍ରମୁଖତା ହେଲା ଶିମିଳିପାଳ, ମୟୂରଭଞ୍ଜ ଜିଲ୍ଲାରେ। ଏହା କେବଳ ଗୋଟେ ଜାତୀୟ ଉଦ୍ୟାନ ନୁହେଁ, ଏହା ଗୋଟେ ବ୍ୟାଘ୍ର ପ୍ରକଳ୍ପ ବା ଟାଇଗର ରିଜର୍ଭ ମଧ୍ୟ। ଶିମିଳିପାଳ ଟାଇଗର ରିଜର୍ଭ, ହଁ। ଆଉ ଏହାକୁ ୟୁନେସ୍କୋ ଦ୍ୱାରା ଏକ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ବା ବାୟୋସ୍ଫିୟର ରିଜର୍ଭର ମାନ୍ୟତା ମଧ୍ୟ ମିଳିଛି। ଏଠାରେ ବାଘ, ହାତୀ, ସମ୍ବର, କୁଟୁରା ସମେତ ବହୁତ ପ୍ରକାରର ବିରଳ ଜୀବଜନ୍ତୁ ଆଉ ପକ୍ଷୀ ଦେଖାଯାନ୍ତି। ବାଃ, ଶିମିଳିପାଳ ପରେ? ତାପରେ ଆସିବା ଭିତରକନିକାକୁ, କେନ୍ଦ୍ରାପଡ଼ା ଜିଲ୍ଲାରେ। ଏହା ମଧ୍ୟ ଗୋଟେ ଜାତୀୟ ଉଦ୍ୟାନ। ଏହା ତାର ବିଶାଳ ଲୁଣାପାଣି କୁମ୍ଭୀର ବା ସଲ୍ଟ ୱାଟର କ୍ରୋକୋଡାଇଲ ପାଇଁ ବିଶ୍ୱ ପ୍ରସିଦ୍ଧ। ହଁ, ଭିତରକନିକାର କୁମ୍ଭୀର। ହଁ, ଆଉ ଏଥିକାର ହେନ୍ତାଳ ବଣ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଭିତରକନିକାକୁ ଆନ୍ତର୍ଜାତିକ ସ୍ତରରେ ରାମସାର ସାଇଟ୍ର ମାନ୍ୟତା ମଧ୍ୟ ମିଳିଛି, ତାର ଆର୍ଦ୍ରଭୂମିର ଗୁରୁତ୍ୱ ପାଇଁ। ଆଚ୍ଛା, ଆଉ କ'ଣ ଅଛି? ତାପରେ ଅଛି ସାତକୋଶିଆ। ଏହା ମହାନଦୀର ଗଭୀର ଗଣ ବା ଗୋର୍ଜ ଅଞ୍ଚଳରେ ଅବସ୍ଥିତ। ଅନୁଗୁଳ, ନୟାଗଡ଼, କଟକ, ବୌଦ୍ଧ ଜିଲ୍ଲାରେ ବ୍ୟାପିଛି। ଏହା ମଧ୍ୟ ଏକ ବ୍ୟାଘ୍ର ପ୍ରକଳ୍ପ। ଏଠାରେ ଘଡ଼ିଆଲ କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ସାତକୋଶିଆ ଗଣ୍ଡ, ବହୁତ ସୁନ୍ଦର ଜାଗା। ହଁ, ଆଉ ଚିଲିକା କଥା ତ ଆମେ ଆଗରୁ କହୁଥିଲେ। ଚିଲିକା ହ୍ରଦ ଭିତରେ ଗୋଟେ ଦ୍ୱୀପ ଅଛି ନଳବଣ। ସେଇଟାକୁ ଏକ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ନଳବଣ, ଯେଉଁଠିକି ଶୀତଦିନେ ବହୁତ ବିଦେଶୀ ପକ୍ଷୀ ଆସନ୍ତି। ଏକ୍ଜାକ୍ଟଲି। ଲକ୍ଷ ଲକ୍ଷ ସଂଖ୍ୟାରେ ସାଇବେରିଆ, ମଧ୍ୟ ଏସିଆ, ୟୁରୋପରୁ ପକ୍ଷୀମାନେ ଶୀତ କଟେଇବାକୁ ଏଠିକି ଆସନ୍ତି। ଏହା ବି ଗୋଟେ ରାମସାର ସ୍ଥଳୀ। ୱାଃ, ଏସବୁ ବ୍ୟତୀତ ଆଉ କିଛି ବିଶେଷ ସଂରକ୍ଷିତ ପ୍ରଜାତି ଅଛନ୍ତି କି ଓଡ଼ିଶାରେ? ପୃଥିବୀର ସବୁଠୁ ବଡ଼ ସାମୂହିକ ଅଣ୍ଡାଦାନ ସ୍ଥଳୀ, ବିରଳ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛମାନଙ୍କ ପାଇଁ। ଓହୋ, ଅଲିଭ ରିଡ୍ଲେ କଇଁଛ ପାଇଁ ଗହୀରମଥା, ଏଟା ବିଶ୍ୱବିଖ୍ୟାତ। ହଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ମା କଇଁଛ ଏଠିକି ଆସି ଅଣ୍ଡା ଦିଅନ୍ତି। ଏହା ଏକ ଅଦ୍ଭୁତ ଦୃଶ୍ୟ। ସେମିତି ଗଞ୍ଜାମ ଜିଲ୍ଲାର ଭେଟନଈ ଅଞ୍ଚଳ କୃଷ୍ଣସାର ମୃଗ ବା ବ୍ଲାକ୍ ବକ୍ମାନଙ୍କର ସୁରକ୍ଷା ପାଇଁ ଜଣାଶୁଣା। ସେଠାରେ ଗ୍ରାମବାସୀମାନେ ନିଜେ ଏହି ମୃଗମାନଙ୍କୁ ସୁରକ୍ଷା ଦିଅନ୍ତି। ଭେଟନଈର କୃଷ୍ଣସାର ମୃଗ, ହଁ, ଏହା ବି ବହୁତ ପ୍ରଶଂସନୀୟ କଥା। ତେବେ ଏତେ ସମୃଦ୍ଧ ଜଙ୍ଗଲ ସମ୍ପଦ ଆଉ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚୟ କିଛି ସରକାରୀ ଏବଂ ବେସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିବ? ନିଶ୍ଚିତ ଭାବରେ। ଜଙ୍ଗଲ ସଂରକ୍ଷଣ ପାଇଁ ଓଡ଼ିଶାରେ ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟ ବା JFM କାର୍ଯ୍ୟକ୍ରମକୁ ବହୁଳ ଭାବେ ଆପଣାଯାଇଛି। ଏହା ବହୁତ ସଫଳ ମଧ୍ୟ ହୋଇଛି। JFM, ଏଇଟା କ'ଣ? ଏଥିରେ କ'ଣ ହୁଏ ନା, ଜଙ୍ଗଲ ବିଭାଗ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସାଙ୍ଗରେ ନେଇ ଜଙ୍ଗଲର ସୁରକ୍ଷା ଆଉ ପରିଚାଳନା କରେ। ଗାଁମାନଙ୍କରେ ବନ ସୁରକ୍ଷା ସମିତି ବା ବନ ସୁରକ୍ଷା ସମିତି VSS ଗଠନ କରାଯାଇଛି। ମାନେ ଲୋକଙ୍କୁ ସହଭାଗିତାରେ ଜଙ୍ଗଲ ସୁରକ୍ଷା। ଏକଦମ। ଏହି ମଡେଲଟା ଓଡ଼ିଶାରେ ବହୁତ ଭଲ କାମ କରିଛି। ତାଛଡ଼ା ସାମାଜିକ ବନୀକରଣ ବା ସୋସିଆଲ ଫରେଷ୍ଟ୍ରି କାର୍ଯ୍ୟକ୍ରମ ବି ଚାଲିଛି। ଏଥିରେ ଜଙ୍ଗଲ ବାହାରେ, ଯେମିତି ରାସ୍ତା କଡ଼ରେ, ସରକାରୀ ଜାଗାରେ, ଲୋକଙ୍କ ନିଜ ଜମିରେ ଗଛ ଲଗାଇବାକୁ ପ୍ରୋତ୍ସାହନ ଦିଆଯାଉଛି। ଏସବୁ ତ ଭଲ ପଦକ୍ଷେପ, କିନ୍ତୁ ନିଶ୍ଚୟ କିଛି ଆହ୍ୱାନ ବା ଚ୍ୟାଲେଞ୍ଜେସ୍ ବି ଥିବ ଏ କ୍ଷେତ୍ରରେ। ହଁ, ଆହ୍ୱାନ ତ ବହୁତ ଅଛି, ଆଉ ସେଗୁଡ଼ିକ କମ୍ ଗମ୍ଭୀର ନୁହଁ। ସବୁଠୁ ବଡ଼ ଆହ୍ୱାନ ହେଉଛି ବଢ଼ୁଥିବା ଜନସଂଖ୍ୟାର ଚାପ। ଲୋକଙ୍କ ବାସସ୍ଥାନ ପାଇଁ, ଚାଷ ଜମିର ସମ୍ପ୍ରସାରଣ ପାଇଁ, ଶିଳ୍ପାୟନ ଆଉ ରାସ୍ତାଘାଟ ଭଳି ଭିତ୍ତିଭୂମି ବିକାଶ ପାଇଁ ଜଙ୍ଗଲ ଜମି ଉପରେ ଚାପ ବଢ଼ୁଛି। ଏହା ଫଳରେ ଜଙ୍ଗଲ କ୍ଷୟ ବା ଡିଫରେଷ୍ଟେସନ ହେଉଛି। ଜଙ୍ଗଲ କ୍ଷୟ। ତା ସହିତ ଅବୈଧ ଭାବରେ ଗଛ କାଟିବା ଆଉ ବନ୍ୟଜନ୍ତୁଙ୍କୁ ଶିକାର କରିବା ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି। କେତେକ ଅଞ୍ଚଳରେ ମାଓବାଦୀ ସମସ୍ୟା ଯୋଗୁଁ ମଧ୍ୟ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଆଚ୍ଛା, ଆଉ ଜଳବାୟୁ ପରିବର୍ତ୍ତନର କିଛି ପ୍ରଭାବ ପଡ଼ୁଛି କି? ନିଶ୍ଚିତ ଭାବରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ତ ସବୁଠି ପଡ଼ୁଛି, ଜଙ୍ଗଲ ଉପରେ ବି ପଡ଼ୁଛି। ଯେମିତି ଅନିୟମିତ ବୃଷ୍ଟିପାତ, ଅଧିକ ଗରମ, ବାରମ୍ବାର ବାତ୍ୟା ଆସିବା, ଏସବୁ ଜଙ୍ଗଲର ସ୍ୱାସ୍ଥ୍ୟ ଉପରେ ଆଉ ସେଠାରେ ବାସ କରୁଥିବା ଜୀବଜନ୍ତୁଙ୍କ ଉପରେ କୁପ୍ରଭାବ ପକାଉଛି। କେତେକ ଗଛ ପ୍ରଜାତି ବିପଦରେ ପଡ଼ିଯାଉଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଘଟଣା ବି ବଢ଼ିପାରେ। ଏସବୁ ବଡ଼ ଚିନ୍ତାର ବିଷୟ। ତେବେ ଆଜିର ଏହି ଯୋଉ ବିସ୍ତୃତ ଆଲୋଚନା ଆମେ କଲେ, ସେଥିରୁ ଗୋଟିଏ କଥା ପୁରା ସ୍ପଷ୍ଟ ଯେ ଓଡ଼ିଶା ପ୍ରକୃତିରେ ପ୍ରକୃତି ମାତାଙ୍କର ଏକ ଅମୂଲ୍ୟ ଭଣ୍ଡାର। ଗୋଟେ ପଟେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, ମ୍ୟାଙ୍ଗାନିଜ୍, କୋଇଲା ଭଳି ଏତେ ପ୍ରକାରର ଖଣିଜ ସମ୍ପଦରେ ଆମ ରାଜ୍ୟ ଭରପୁର। କେତେକ କ୍ଷେତ୍ରରେ ତ ଆମେ ଦେଶରେ 1 ନମ୍ବର। ହଁ, ଖଣିଜ ସମ୍ପଦରେ ଆମର ସମୃଦ୍ଧି ପ୍ରକୃତିରେ ଅତୁଳନୀୟ। ସେହିପରି ଅନ୍ୟପଟେ ବିଶାଳ ନଦୀ ପ୍ରଣାଳୀ,
ପ୍ରଚୁର ଜଳ ସମ୍ପଦ ଆଉ ତା ସହିତ ରାଜ୍ୟର 1/3 ଅଞ୍ଚଳକୁ ଆବୃତ କରି ରଖିଥିବା ମୂଲ୍ୟବାନ ଜଙ୍ଗଲ ସମ୍ପଦ, ଯାହା ଜୀବିକା ଦେଉଛି, ପରିବେଶ ରକ୍ଷା କରୁଛି ଆଉ ଅସଂଖ୍ୟ ଜୀବଜନ୍ତୁଙ୍କୁ ଆଶ୍ରୟ ଦେଉଛି। ଠିକ୍। ଆମେ ଏହା ମଧ୍ୟ ଦେଖିଲେ ଯେ ଏହି ସମ୍ପଦଗୁଡ଼ିକର ବିତରଣରେ ଗୋଟେ ଆଞ୍ଚଳିକ କେନ୍ଦ୍ରୀକରଣ ରହିଛି। ଯେମିତି ଖଣିଜ ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ପଶ୍ଚିମାଞ୍ଚଳରେ, ଜଳ ସମ୍ପଦ ମଧ୍ୟ ସବୁଠି ସମାନ ନୁହେଁ, ଆଉ ଜଙ୍ଗଲ ମଧ୍ୟ କିଛି ଜିଲ୍ଲାରେ ବହୁତ ବେଶୀ ତ କିଛି ଜିଲ୍ଲାରେ ବହୁତ କମ୍, ଆଉ ଏହି କେନ୍ଦ୍ରୀକରଣ ଶିଳ୍ପାୟନକୁ ମଧ୍ୟ ପ୍ରଭାବିତ କରିଛି। ହଁ, ଏସବୁ ଆଲୋଚନାରୁ ଏହା ସ୍ପଷ୍ଟ ଯେ ଏହି ପ୍ରଚୁର ପ୍ରାକୃତିକ ସମ୍ପଦ ଓଡ଼ିଶାର ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅପାର ସମ୍ଭାବନା ସୃଷ୍ଟି କରୁଛି। କିନ୍ତୁ ଏଠି ପୁଣି ସେଇ କିନ୍ତୁ ଆସୁଛି। ହଁ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଆମେ ଆଲୋଚନାର ଆରମ୍ଭରେ ବି କହୁଥିଲେ, ତାହା ହେଉଛି ଏହି ସମ୍ପଦଗୁଡ଼ିକର ସ୍ଥାୟୀ ଏବଂ ଯୋଜନାବଦ୍ଧ ପରିଚାଳନା, ସଷ୍ଟେନେବଲ୍ ଆଣ୍ଡ ପ୍ଲାନ୍ଡ ମ୍ୟାନେଜମେଣ୍ଟ। ଏଇଟା ବହୁତ ଜରୁରୀ। ଦେଖନ୍ତୁ, ବିପୁଳ ସମ୍ପଦ ଖାଲି ଥିଲେ ହେବନି ଯଦି ତାକୁ ଠିକ୍ ଭାବରେ ବ୍ୟବହାର କରିବା ପାଇଁ ଆମ ପାଖରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଯଦି ଆମେ କେବଳ କଞ୍ଚାମାଲ ରପ୍ତାନି କରିଦେଉଛୁ ଓ ମୂଲ୍ୟଯୁକ୍ତ ଶିଳ୍ପ ସ୍ଥାପନ କରୁନାହୁଁ, ତେବେ ଏହାର ସମ୍ପୂର୍ଣ୍ଣ ଲାଭ ଆମ ରାଜ୍ୟକୁ, ଆମ ରାଜ୍ୟର ଲୋକଙ୍କୁ ମିଳିପାରିବ ନାହିଁ। ହଁ, ସେଇ 2% ଉତ୍ତୋଳନ ଆଉ 7.2% GDP ଅବଦାନ କଥା ମନେ ପଡୁଛି। ଏକଦମ। ତେଣୁ ଭବିଷ୍ୟତ ପାଇଁ ଯେତେବେଳେ ଆମେ ଚିନ୍ତା କରୁଛୁ, ଆମକୁ ଏଇ ଦିଗଟାକୁ ବହୁତ ଗୁରୁତ୍ୱ ଦେବାକୁ ପଡ଼ିବ। ଆମକୁ ଗୋଟେ ସୂକ୍ଷ୍ମ ସନ୍ତୁଳନ ବା ଡେଲିକେଟ୍ ବାଲାନ୍ସ ରକ୍ଷା କରିବାକୁ ହେବ। ଗୋଟେ ପଟେ ଖନନ ଓ ଶିଳ୍ପାୟନର ଆବଶ୍ୟକତା ଅଛି, କାରଣ ସେଥିରୁ ବିକାଶ ହେବ, ରୋଜଗାର ସୃଷ୍ଟି ହେବ। ହଁ, କିନ୍ତୁ ଅନ୍ୟପଟେ ପରିବେଶକୁ ସୁରକ୍ଷା ଦେବାର ଅଛି, ଜଙ୍ଗଲକୁ ବଞ୍ଚେଇବାର ଅଛି, ସ୍ଥାନୀୟ ସମ୍ପ୍ରଦାୟ ବିଶେଷ କରି ଆଦିବାସୀମାନଙ୍କର ଅଧିକାରଙ୍କୁ ସମ୍ମାନ ଦେବାର ଅଛି। ଏ ଦୁଇଟା ଭିତରେ ସନ୍ତୁଳନ ରକ୍ଷା କରିବାଟା ହିଁ ସବୁଠୁ ବଡ଼ କଥା। ଏହା ପ୍ରକୃତରେ ଏକ ବଡ଼ ଆହ୍ୱାନ। ହଁ, ଆମକୁ ଭାବିବାକୁ ହେବ ଯେ ପ୍ରକୃତି ଆମକୁ ଯେଉଁ ଦାନ ଦେଇଛି, ଏହି ଅମୂଲ୍ୟ ସମ୍ପଦ, ଏହାକୁ ଆମେ କେବଳ ଆମ ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବହାର କରିବା, ନା ଆଗାମୀ ପିଢ଼ି ପାଇଁ ମଧ୍ୟ କିଛି ସଂରକ୍ଷିତ କରି ରଖିବା। କିପରି ଆମେ ଏହି ସମ୍ପଦର ସଦୁପଯୋଗ କରି ରାଜ୍ୟର ସାମଗ୍ରିକ ବିକାଶ କରିପାରିବା, କିନ୍ତୁ ତାହା ସହିତ ଏକ ଦୀର୍ଘସ୍ଥାୟୀ ବା ସଷ୍ଟେନେବଲ୍ ବିକାଶ ପଥରେ ଆଗେଇ ପାରିବା, ଯେଉଁ ବିକାଶ ପରିବେଶ ପାଇଁ କ୍ଷତିକାରକ ହେବ ନାହିଁ କିମ୍ବା ସମାଜରେ ଗୋଟିଏ ବର୍ଗକୁ ପଛରେ ପକାଇଦେବ ନାହିଁ। ଏଇଟା ହିଁ ପ୍ରକୃତିରେ ଚିନ୍ତନ ଏବଂ କାର୍ଯ୍ୟ କରିବାର ବିଷୟ।